हालेलुया। प्रभु यीशुଙ୍କର ଗୌରବମୟ ନାମରେ ମୁଁ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି। ଆସନ୍ତୁ ପ୍ରାର୍ଥନା କରିବା। ପ୍ରିୟ ପ୍ରଭୁ, ମୁଁ ଧନ୍ୟବାଦ କରେ, ପ୍ରଶଂସା କରି ସମୟ ପାଇଁ ବାକ୍ୟ ଦର୍ଶନ ତୁମ ଆଶୀର୍ବାଦ କରେ, ମୋତେ ମଧ୍ୟ କହିବାକୁ ପଡ଼ିବ। ଧନ୍ୟବାଦ ଦେଉଛି ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛି। ଆମେନ୍, ଆମେନ୍, ଆମେନ୍। ପ୍ରଭୁ ଯୀଶୁଙ୍କର ସୁନ୍ଦର ନାମରେ ମୁଁ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି। ଆଜିର ବିଷୟ ହେଉଛି ଈଶ୍ୱରଙ୍କର ଦୁଃଖ ସୁଖ ଅଟେ। ଈଶ୍ୱରଙ୍କର ଦୁଃଖ ସୁଖ ଅଟେ। ହାଲେଲୁୟା। ଆପଣ ଭାବୁଥିବେ ଦୁଃଖ ତ ଦୁଃଖ ଅଟେ, ଦୁଃଖ କିପରି ସୁଖ ହେଇପାରେ? ହଁ ଆଜ୍ଞା, ଈଶ୍ୱରଙ୍କ ଠାରୁ ଯେଉଁ ଦୁଃଖ ବା ଈଶ୍ୱରଙ୍କ ଇଚ୍ଛା ଅନୁସାରେ ଯେଉଁ ଦୁଃଖ ଆମମାନଙ୍କ ଜୀବନରେ ଆସେ, ତାହା ଅନୁଗ୍ରହ, ଆଶୀର୍ବାଦ ଆଉ ଦୟାକୁ ନେଇକି ଆସିଥାଏ। ହେଇପାରେ ଜଗତର ଦୁଃଖ ଦୁଃଖକୁ ଆଣେ, ମୃତ୍ୟୁକୁ ଆଣିପାରେ, କିନ୍ତୁ ଈଶ୍ୱର ଠାରୁ ଯେଉଁ ଦୁଃଖ ଆସେ ତାହା ସୁଖକୁ ଆଣିଥାଏ। ହାଲେଲୁୟା। ସେଥିପାଇଁ ଆଜି ଆମେ ଆଲୋଚନା କରିବା ଈଶ୍ୱରଙ୍କର ଦୁଃଖ ସୁଖ ଅଟେ। ଯଦି ଆମେ ଦ୍ୱିତୀୟ କରନ୍ଥୀୟ 7 ପର୍ବର 10 ପଦ ଆଉ 11 ପଦ ପଢିବା, ଦ୍ୱିତୀୟ କରନ୍ଥୀୟ 7 ପର୍ବର 10 ପଦ ଆଉ 11 ପଦ, ଏଟା ଲେଖା ହଉଛି ଈଶ୍ୱରଙ୍କ ଇଚ୍ଛା ଅନୁସାରେ ଯେଉଁ ଦୁଃଖକୁ ମନୁଷ୍ୟମାନେ ଭୋଗନ୍ତି, ଯେଉଁ ଦୁଃଖକୁ ମନୁଷ୍ୟମାନେ ଆଉ ଗ୍ରହଣ କରନ୍ତି, ସେ ମନୁଷ୍ୟ ପାଇଁ ସେ ଦୁଃଖ ପରିତ୍ରାଣକୁ ଆଣେ, ଅନୁଗ୍ରହକୁ ଆଣେ, ଆଶୀର୍ବାଦକୁ ଆଣେ, କରୁଣାକୁ ଆଣେ, ଶାନ୍ତିକୁ ଆଣେ, ଆନନ୍ଦକୁ ଆଣେ। ହାଲେଲୁୟା। କ'ଣ? ଈଶ୍ୱରଙ୍କ ଇଚ୍ଛା ଅନୁସାରେ ଆମେ ଦୁଃଖକୁ ଭୋଗ କରୁଛେ, ଆମ ଜୀବନରେ ତାହା ପରିତ୍ରାଣ ପାଏ। ପରିତ୍ରାଣ ଅର୍ଥ କ'ଣ? ଉଦ୍ଧାର। କୋଉଠୁ ଉଦ୍ଧାର? ପାପରୁ, ଅଧର୍ମରୁ, ଅଶାନ୍ତିରୁ, କଷ୍ଟରୁ, ରୋଗରୁ, ଭୟରୁ, ନିର୍ଯାତନାରୁ, ତାଡ଼ନାରୁ, ପ୍ରତ୍ୟେକ ବିଷୟରୁ ଈଶ୍ୱରଙ୍କ ଦୁଃଖ କ'ଣ କରିଥାଏ ନା ଆମକୁ ଉଦ୍ଧାର କରିଥାଏ। ହାଲେଲୁୟା। ଲେଖାଯାଉଛି ଯେ ଦ୍ୱିତୀୟ କରନ୍ଥୀୟ 7 ପର୍ବ 10 ପଦ 11 ପଦ ଲେଖା ହେଉଛି ଯେ ଈଶ୍ୱରଙ୍କ ଇଚ୍ଛା ଅନୁସାରେ ଦୁଃଖ ଆମେ ପ୍ରାପ୍ତ ହେଇଥାଉ, ପରିତ୍ରାଣ ପାଇଥାଉ। ତା ସହିତ କ'ଣ ହେଇଥାଏ ନା ଆମମାନଙ୍କ ଜୀବନରେ ଉତ୍ସାହ ଆସିଥାଏ। ଉତ୍ସାହ, ଯେଉଁ ନିରୁତ୍ସାହ ହେଇକି ଥାଉ ଆମମାନଙ୍କ ଜୀବନରେ ଈଶ୍ୱର ଦୁଃଖ ଉତ୍ସାହକୁ ଆଣିଥାଏ। ଆଉ କ'ଣ ହେଇଥାଏ ନା ଅଭିଯୋଗ ଖଣ୍ଡନ ହେଇଥାଏ। ଯେଉଁ ବିଭିନ୍ନ ପ୍ରକାର ଆଉ ଅଭିଯୋଗ ଥାଏ, ଏଇଟା ହେଲାନି, ସେଇଟା ହେଲାନି, ମୋର ଭଲ ହେଲାନି, ଉନ୍ନତି କରିପାରୁନି, ସବୁ ଅଭିଯୋଗ ମଧ୍ୟ ଖଣ୍ଡନ ହେଇଥାଏ। ତାହେଲେ ବିରକ୍ତି ପଳେଇଥାଏ। ଟିକେ ବିରକ୍ତ ହେଇଯାଉ, ରାଗିଯାଉ, ସର୍ଟ ଟେମ୍ପର ହେଇଯାଉ, ଆଉ ବିରକ୍ତି ମନୋଭାବ ମଧ୍ୟ ପଳାଏ, ଭୟ ପଳାଏ, ଆଗ୍ରହ ଆସେ, ଉଦ୍ଯୋଗ ଆସେ, ଅନୁଗ୍ରହ ଆସେ, ଆଉ ଆଶୀର୍ବାଦ ଆସେ। କାହିଁକି ଆସିଲା? ଈଶ୍ୱରଙ୍କ ଇଚ୍ଛା ଅନୁସାରେ ଯେଉଁ ଦୁଃଖକୁ ଆମେ ଭୋଗ କଲୁ, ସେଇ ଦୁଃଖ ଆମମାନଙ୍କୁ ପରିତ୍ରାଣ ଦେବା, ବିଭିନ୍ନ ପ୍ରକାର ବିଷୟ ଗୁଡ଼ାକରେ ଆମକୁ ଆଶୀର୍ବାଦ କରିବା। ଆମେ 3ଟି ବ୍ୟକ୍ତି ବିଷୟରେ ଆମେ ଜାଣିବା। ତିନୋଟି ବ୍ୟକ୍ତି ଆଉ ଈଶ୍ୱରଙ୍କ ଇଚ୍ଛା ଅନୁସାରେ ଦୁଃଖ ଦେଇକି ଗଲେ, ଆଉ ଆପଣ ଆଶ୍ଚର୍ଯ୍ୟ ହେବେ ତାଙ୍କ ଦୁଃଖ ଈଶ୍ୱରଙ୍କ ଆଉ ତାଙ୍କ ପାଇଁ ସୁଖକୁ ଆଣିଲା। ଈଶ୍ୱରଙ୍କ ଦୁଃଖ ଆଉ ତାଙ୍କ ପାଇଁ ସୁଖକୁ ଆଣିଲା। ପ୍ରଥମେ ଆମେ ଜାଣିବା ସାମୁଏଲଙ୍କ ବିଷୟରେ। ପ୍ରଥମ ସାମୁଏଲ ଯଦି ଆମେ ପଢ଼ିବା, ତାର 1 ପର୍ବର 10 ପଦ 11 ପଦ 20 ପଦ। ପ୍ରଥମ ସାମୁଏଲ 1 ପର୍ବର 10 ପଦ 11 ପଦ ଆଉ 20 ପଦ। ଏଠାରେ ଲେଖାଯାଉଛି ହାନା ଯାହାଙ୍କର ସନ୍ତାନ ନଥିଲା, ସେଦିନ ଆସିକି ପ୍ରଭୁଙ୍କ ଗୃହ ସାମ୍ନାରେ ବସିକି ଆଉ ଚିତ୍ତ ମନାଇକି ପ୍ରାର୍ଥନା କରୁଛି, ଆଉ ଏକ ମାନତ ମାନୁଛି। କହୁଛି ଯେ ତୁମେ ଏକ ପୁତ୍ର ସନ୍ତାନ ଦବ, ତାହେଲେ ମୁଁ କ'ଣ କରିବି ନା ତାକୁ ତୁମ ସେବକ ଭାବରେ ଆଉ ତାକୁ ସବୁଦିନ ପାଇଁ ଆଉ ତୁମ ଗୃହରେ, ପ୍ରାର୍ଥନା ଗୃହରେ ଆଣି ଛାଡ଼ିଦେବି। ଆଉ କ'ଣ ହେଉଛି 20 ପଦରେ ଲେଖାଯାଉଛି ଈଶ୍ୱର ତାଙ୍କର ଆଉ ହାନାର ପ୍ରାର୍ଥନାକୁ ଶୁଣୁଛନ୍ତି। କ'ଣ ପ୍ରାର୍ଥନା ଶୁଣୁଛନ୍ତି? କ'ଣ ମାନତ ହେଇଥିଲା? ହାନା କହୁଛନ୍ତି ଯଦି ତୁମେ ପୁତ୍ର ସନ୍ତାନ ଦବ, ତାହେଲେ ସନ୍ତାନକୁ ମୁଁ ଚର୍ଚ୍ଚକୁ ଦେଇଦେବି, ପ୍ରାର୍ଥନା ଗୃହକୁ ଦେଇଦେବି, ଗିର୍ଜାକୁ ଦେଇଦେବି। ଆଉ ସେ ପ୍ରାର୍ଥନାକୁ ଶୁଣୁଛନ୍ତି। ଆଉ 20 ପଦରେ ଆମେ ଦେଖୁଛୁ ଯେ ହାନା ଆଉ ଏକ ପୁତ୍ର ସନ୍ତାନକୁ ଜନ୍ମ କରୁଛନ୍ତି, ତାଙ୍କ ନାଁ ସାମୁଏଲ ଦେଉଛନ୍ତି। ଆଉ ତାକୁ ନେଇକି ପରମେଶ୍ୱରଙ୍କ ଗୃହରେ ନେଇକି ଅର୍ପଣ କରୁଛନ୍ତି ଆଉ ଦେଇ ଦେଉଛନ୍ତି। ହାଲେଲୁୟା। ଆଉ ସେ ଗୃହରେ ଯାଜକ ଥିଲେ ଏଲି, ତାଙ୍କ 2ଟି ସନ୍ତାନ ଥିଲେ ହଫ୍ନି ଆଉ ପିନସ୍। ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ, ହଫ୍ନି ପିନସ୍ ବ୍ୟଭିଚାରୀ ଥିଲେ। ଯେତେ ସ୍ତ୍ରୀ ଲୋକମାନେ ପରମେଶ୍ୱର ଗୃହକୁ ଆସୁଥିଲେ ପରମେଶ୍ୱର ଆରାଧନା ଉପାସନା କରିବା ପାଇଁ, ତାଙ୍କ ସହିତ ସେମାନେ ବ୍ୟଭିଚାର କର୍ମ କରୁଥିଲେ। ଯେତେ ଲୋକ ପରମେଶ୍ୱରଙ୍କ ଗୃହକୁ ଆଣିକି ଭେଟି ଦେବାକୁ ଆସୁଥିଲେ, ଦାନ ଉପହାର ଦେବାକୁ ଆସୁଥିଲେ, ସେମାନଙ୍କ ଭେଟିକୁ ସେମାନେ ଦାନକୁ କ'ଣ କରୁଥିଲେ ନା ମନ ଇଚ୍ଛା ନେଉଥିଲେ, ଚୋରି କରୁଥିଲେ, ମନ ଇଚ୍ଛା ଏଣେ ତେଣେ ଖର୍ଚ୍ଚ କରୁଥିଲେ। ୟାର ଅର୍ଥ କ'ଣ ନା ଏଲି ତାଙ୍କ ପୁତ୍ରଙ୍କର କର୍ମକୁ ଜାଣିକି ବି କୌଣସି ପ୍ରକାର ପଦକ୍ଷେପ ନେଉନଥିଲେ। ଅର୍ଥ ଏମିତି ଏକ ଯାଜକ ଯିଏକି ଖରାପ, ଏମିତି
ଯାଜକର 2ଟି ସନ୍ତାନ ଯିଏକି ମଧ୍ୟ ପାପରେ ବୁଡ଼ି ଅଛନ୍ତି। ଅର୍ଥ ସେହି ପରମେଶ୍ୱରଙ୍କ ଗୃହ ବା ସେ ପରମେଶ୍ୱର ଲୋକମାନେ ପାପ ଅଧର୍ମରେ ବୁଡ଼ି ଅଛନ୍ତି। ଆଉ ସେଇ ଜାଗାରେ ସାମୁଏଲକୁ ନେଇକି ହାନ୍ନା କ'ଣ କରୁଛନ୍ତି ନା ସବୁଦିନ ପାଇଁ ଛାଡ଼ି ଦେଉଛନ୍ତି। ଲେଖା ହେଉଛି କ୍ଷୀର ଛାଡ଼ିଲା ପରେ ସେ ପିଲାକୁ ନେଇକି ଆଉ ପରମେଶ୍ୱର ଗୃହରେ ହାନ୍ନା ନେଇକି ଛାଡ଼ି ଦେଉଛନ୍ତି। ହାଲେଲୁୟା। ଟିକେ ଭାବନ୍ତୁ ତ, କ୍ଷୀର ଗୋଟେ ପିଲା କେତେ ବର୍ଷରେ ଛାଡ଼େ? 2 ବର୍ଷ କି 3 ବର୍ଷ କି 4 ବର୍ଷ? ଗୋଟେ 3 ବର୍ଷର ପିଲା, ଗୋଟେ 4 ବର୍ଷର ପିଲା କି 2 ବର୍ଷର ପିଲା ଯେତେବେଳେ ମା ବାପାଙ୍କୁ ଛାଡ଼ିକି ଗୋଟେ ଅଲଗା ଜାଗାରେ ରହିବ, ତା ପ୍ରତି କ'ଣ ଦୁଃଖ ବିତୁଥିବ। ସେ ମା ବାପାକୁ ମନେ ପକାଉଥିବ, ତା ମନରେ ଦୁଃଖ ଥିବ। ଆଉ ଏଭଳି ଏକ ଜାଗା ରହିଲା ଯେଉଁ ଜାଗା କି ଆଉ ବ୍ୟଭିଚାରରେ ପୂର୍ଣ୍ଣ, ଯେଉଁ ଜାଗା କି ଆଉ ଅଧର୍ମରେ ପୂର୍ଣ୍ଣ, ପାପରେ ପୂର୍ଣ୍ଣ। କାରଣ ଏଲି ଜାଣି ଶୁଣିକି ଜାଣୁଛନ୍ତି ଯେ ତାଙ୍କ ପିଲାମାନେ ବ୍ୟଭିଚାର କରୁଛନ୍ତି, ଦାନକୁ ନେଇକି ମନ ଇଚ୍ଛା ବ୍ୟବହାର କରୁଛନ୍ତି, ଜାଣିକି ଚୁପ୍ ଥିଲେ। ଅର୍ଥ ସାମୁଏଲ ଏକ ତ ମା ବାପାଙ୍କ ଦୂରରେ ଥାଇକି ଭିତରେ ଦୁଃଖ ଅଛି, ଆଉ ପାପ ଅଧର୍ମର ପରିବେଶରେ ଥାଇକି ମଧ୍ୟ ତା ମନରେ ଦୁଃଖ ଅଛି। ଆଉ ଏ ଦୁଃଖକୁ ସାମୁଏଲଙ୍କ ଜୀବନକୁ ଆଣିଲା କିଏ? ଈଶ୍ୱର ଆଣିଲେ। ହାଲେଲୁୟା। ଈଶ୍ୱର ଆଣିଲେ। କାରଣ ହାନ୍ନା ଯେଉଁ ପ୍ରାର୍ଥନା କରୁଥିଲା, ତୁମେ ଯଦି ପୁତ୍ର ସନ୍ତାନ ମୋତେ ଦେବ, ତାହେଲେ ମୁଁ ସନ୍ତାନକୁ ନେଇକି କ'ଣ କରିବି ନା ତୁମ ଗୃହରେ ଦେବି। ଈଶ୍ୱର ପ୍ରାର୍ଥନା ଶୁଣିଲେ। ଅର୍ଥ ଈଶ୍ୱର ଚାହୁଁଥିଲେ ଯେ ସାମୁଏଲ ଆଉ ହାନ୍ନା ଦ୍ୱାରା ଜନ୍ମ ହଉ, ଆଉ ଜନ୍ମ ହେଇକି ଗୃହରେ ବାସ କରୁ। ଅର୍ଥ ସାମୁଏଲ ଏ ଦୁଃଖ କଷ୍ଟ ଦେଇକି ଯାଉ। ହାଲେଲୁୟା। ସାମୁଏଲ ଦୁଃଖ କଷ୍ଟକୁ ଦେଇକି ଗଲେ, ଆଉ ପରମେଶ୍ୱର ସେବା କଲେ, ସ୍ୱଚ୍ଛ ପବିତ୍ର ଭାବରେ ରହିଲେ। ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ ଯେ ପରମେଶ୍ୱରଙ୍କ ଇଚ୍ଛା ଅନୁସାରେ ଯେଉଁ ଦୁଃଖକୁ ସାମୁଏଲ ଉଠେଇଲେ, ଆଉ ଶେଷରେ ଦେଖିବେ କେମିତି ପ୍ରଭୁ ତାଙ୍କୁ ବ୍ଲେସିଂ ଆଉ ଆଶୀର୍ବାଦରେ ପୂର୍ଣ୍ଣ କଲେ। ଯଦି ଆମେ ପ୍ରଥମ ସାମୁଏଲ 3 ପର୍ବର 19 ପଦ ପଢ଼ିବା, ପ୍ରଥମ ସାମୁଏଲ 3 ପର୍ବର 19 ପଦ, ଏଟା ଲେଖା ହେଉଛି ସାମୁଏଲ କ'ଣ ହେଲେ ନା ଧୀରେ ଧୀରେ ବଢ଼ିବାକୁ ଲାଗିଲେ, ଆଉ ପରମେଶ୍ୱର ତାଙ୍କ ସାଙ୍ଗରେ ଥିଲେ। ଆଉ ସାମୁଏଲ ଯେକୌଣସି କଥା କହୁଥିଲେ ତାହା ତଳେ ପଡ଼ୁନଥିଲା। ଅର୍ଥ ଯେଉଁ କଥା କହୁଥିଲେ ସେ କଥା ଈଶ୍ୱର ତାକୁ ପୂରଣ କରୁଥିଲେ। ଯେଉଁ କଥା କହୁଥିଲେ, ଯେଉଁ ଚିନ୍ତା ଚିନ୍ତୁଥିଲେ, ଯେଉଁ ଭାବନାକୁ ସେ ଆଣୁଥିଲେ, ପରମେଶ୍ୱର କ'ଣ କରୁଥିଲେ ନା ସେ ଚିନ୍ତାକୁ, ସେ ଭାବନାକୁ, ସେ କଥାକୁ କ'ଣ କରୁଥିଲେ ସାମୁଏଲଙ୍କ ପାଇଁ ପୁରା କରୁଥିଲେ। ହାଲେଲୁୟା। ତ ଲେଖାଯାଉଛି ଯେ ଦାନ ଠାରୁ ବେର୍ଷେବା ପର୍ଯ୍ୟନ୍ତ ପ୍ରତ୍ୟେକ ରାଜ୍ୟର ଲୋକମାନେ, ଇସ୍ରାଏଲର ପ୍ରତ୍ୟେକ ଲୋକମାନେ ଜାଣିଗଲେ ଯେ ପରମେଶ୍ୱର କ'ଣ କରୁଛନ୍ତି ନା ସାମୁଏଲକୁ ଭବିଷ୍ୟତ ବକ୍ତା ଭାବରେ ବାଛିଛନ୍ତି। ଏପରିକି ଯେତେବେଳେ ସାମୁଏଲ ରାଜାମାନଙ୍କ ପାଖକୁ ଯାଉଥିଲେ, ଲୋକମାନଙ୍କ ପାଖକୁ ଯାଉଥିଲେ, ଲୋକମାନେ ତାକୁ ଦେଖିକି ଡରୁଥିଲେ, ଥରହର ହେଉଥିଲେ ଯେ ପରମେଶ୍ୱର ସେବକ ଆସିଛନ୍ତି, ପରମେଶ୍ୱର ଅଭିଷିକ୍ତ ବକ୍ତା ଆସିଛନ୍ତି, ଯଦି ସେ ଯାହା କହିଦେବେ ପରମେଶ୍ୱର ତାହା କରିଦେବେ। ଏହିସବୁ ବିଷୟ ସାମୁଏଲ ପ୍ରତି କାହିଁକି ଘଟୁଛି? କାରଣ ସାମୁଏଲ ଈଶ୍ୱରଙ୍କ ଇଚ୍ଛା ଅନୁସାରେ ଆଉ ଛୋଟବେଳେ ମା ବାପାକୁ ଛାଡ଼ିକି ଦୁଃଖ ଦେଇକି ଯାଇଛନ୍ତି। ଏମିତି ଏକ ପରିବେଶରେ ଅଛନ୍ତି ଏଲି ଆଉ ତାଙ୍କ 2 ପୁତ୍ରଙ୍କ, ଯେଉଁମାନେ କି ପାପ ଅଧର୍ମରେ ଥିଲେ, ସେମାନଙ୍କ ପରିବେଶରେ ଥାଇକି ଦୁଃଖ ଦେଇକି ଯାଇଛନ୍ତି। ଆଉ ଏ ଦୁଃଖ ଈଶ୍ୱରଙ୍କ ଇଚ୍ଛା ଅନୁସାରେ ଘଟିଛି, ଆଉ ଯାହା ଫଳରେ ଆଜି ସିଏ ଈଶ୍ୱରଙ୍କ ଦୁଃଖଟା ତାକୁ ସୁଖ ଦେଇଛି। ଅର୍ଥ ସେ ଯାହା କହୁଛନ୍ତି ଆଉ ଈଶ୍ୱର ତାକୁ ପୂରଣ କରୁଛନ୍ତି। ଆଉ ଏଭଳି ହେଇଯାଇଛନ୍ତି ତାକୁ ରାଜାମାନେ ଆଉ ଲୋକମାନେ ମଧ୍ୟ ଭୟ କରୁଛନ୍ତି। କାହିଁକି ନା ପରମେଶ୍ୱରଙ୍କ ଦୁଃଖ ସୁଖ ଅଟେ। ପ୍ରିୟ ଭାଇ ଓ ଭଉଣୀମାନେ, ପରମେଶ୍ୱରଙ୍କ ଇଚ୍ଛା ଅନୁସାରେ ଆପଣ ଦୁଃଖ ଭୋଗ କରୁଅଛନ୍ତି, ତାହେଲେ ସେଇ ଦୁଃଖ କିଛି ଦିନ, କିଛି ମାସ, କିଛି ବର୍ଷ ପରେ ଆପଣଙ୍କ ପାଇଁ ଭୟଙ୍କର ସୁଖକୁ ଆଣିବ। ସେଇ ଦୁଃଖରେ ଏଲିୟଙ୍କ ଭଳି ସ୍ଥିର ରୁହନ୍ତୁ, ପବିତ୍ର ରୁହନ୍ତୁ, ପରମେଶ୍ୱରଙ୍କର ଆରାଧନା କରନ୍ତୁ। କାରଣ ପରମେଶ୍ୱର ଦୁଃଖ ସୁଖ ଅଟେ। ଆମେ ଆଇବଙ୍କ ବିଷୟରେ ଟିକେ ଜାଣିବା। ଯଦି ଆଇବ ପୁସ୍ତକ 1 ପର୍ବର 12 ପଦରୁ ନେଇକି 19 ପଦ ପର୍ଯ୍ୟନ୍ତ ପଢ଼ିବେ, ଆଇବ ପୁସ୍ତକ 1 ପର୍ବର 12 ପଦରୁ ନେଇକି 19 ପଦର ଶେଷ ପର୍ଯ୍ୟନ୍ତ, ଏଠାରେ କ'ଣ ହେଇଛି? ଆଉ ଶୈତାନ ପରମେଶ୍ୱର ପାଖକୁ ଯାଇକି ଆଉ ଆଇବଙ୍କର କ୍ଷତି କରିବା ପାଇଁ ଅନୁମତି ନେଇକି ଆସିଛି। ଅନୁମତି କିଏ ଦେଇଛନ୍ତି? ଈଶ୍ୱର। କ'ଣ ଦେଇଛନ୍ତି ନା ଆଇବଙ୍କୁ ତୁମେ ଦୁଃଖରେ ନିଅ, କଷ୍ଟରେ ନିଅ, ତାଡ଼ନାରେ ନିଅ। କିଏ ଅନୁମତି ଦେଲେ? ନା ଈଶ୍ୱର। ଅର୍ଥାତ୍ ଈଶ୍ୱର କ'ଣ କରୁଛନ୍ତି ନା ଜାଣି ଶୁଣି ଦୁଃଖରେ ନେବା ପାଇଁ, ଯିବା ପାଇଁ ଶୈତାନକୁ ଅନୁମତି ଦେଉଛନ୍ତି। ଆଉ ଶୈତାନ ଆସି କ'ଣ କରୁଛି ନା ତାର ସମସ୍ତ ପଶୁ ଗୁଡ଼ାକୁ, ହାଲେଲୁୟା, ଲେଖା ହେଉଛି ଓଟକୁ, ଗଦକୁ, ମେଷକୁ, ଏପରି ପ୍ରତ୍ୟେକ ପଶୁ ଗୁଡ଼ାକୁ କ'ଣ କରୁଛି ନା ଅଚାନକ ନଷ୍ଟ କରିଦେଉଛି, ଧ୍ୱଂସ କରିଦେଉଛି। ଆଉ ତାହାର ସନ୍ତାନ ଥିଲେ 7ଟି ପୁଅ ଆଉ 3ଟି ଝିଅ, ସେମାନେ ବି ମଧ୍ୟ
ମରି ଯାଉଛନ୍ତି। ଆଉ ଏତେ ଗୁଡ଼ାକ ଘଟଣା ଘଟିଲା ପରେ ଆଉ ଆଇବ ପାପ କରୁ ନାହାନ୍ତି। ହାଲେଲୁୟା। ୟାର ଅର୍ଥ କ'ଣ ନା ଈଶ୍ୱରଙ୍କ ଦୁଃଖକୁ ଆଇବ କ'ଣ କରୁଛନ୍ତି ନା ଗ୍ରହଣ କରୁଛନ୍ତି। ଏପରି ମଧ୍ୟ ଘଟୁଛି ଯେ ଶୈତାନ ମଧ୍ୟ ଆଉ ତା ଶରୀର ମଧ୍ୟକୁ ଯାଇକି ଜ୍ୱାଳା ସୃଷ୍ଟି କରିକି ତା ମୁଣ୍ଡରୁ ଗୋଡ଼ ପର୍ଯ୍ୟନ୍ତ ବିସ୍ଫୋଟକ ଫଟକାରେ କ'ଣ କରୁଛନ୍ତି ନା ପରିପୂର୍ଣ୍ଣ କରିଦେଉଛନ୍ତି। ସେ ଫଟକା କୁଣ୍ଡେଇ ହେଉଛି ଆଉ ପାଉଁଶ ଗଦାରେ ବସି ଖବରା ଖଣ୍ଡେ ନେଇକି କୁଣ୍ଡେଇ ହେଉଛନ୍ତି। ଆଉ ଏପରି ଅବସ୍ଥା ହେଲା ପରେ ବି ସେ ପରମେଶ୍ୱରଙ୍କ କୌଣସି ନିନ୍ଦାର କଥା ନ କହିକି ପାପ କରୁ ନାହାନ୍ତି। କାହିଁକି ନା ଆଇବ ଈଶ୍ୱରଙ୍କ ଦୁଃଖକୁ କ'ଣ କରୁଛନ୍ତି ନା ଗ୍ରହଣ କରୁଛନ୍ତି। ଆଉ ଯେଉଁ ଆଇବ ଈଶ୍ୱର ଦୁଃଖକୁ ଗ୍ରହଣ କରୁଛନ୍ତି, ଆପଣ ଯଦି ପଢ଼ିବେ ଆଇବ ପୁସ୍ତକ 42 ପର୍ବର 12 ପଦରୁ ନେଇକି 17 ପଦର ଶେଷ ପର୍ଯ୍ୟନ୍ତ, ଆଇବ ପୁସ୍ତକ 42 ପର୍ବର 12-17 ଏହା ଲେଖା ହେଉଛି ଈଶ୍ୱର କ'ଣ କରୁଛନ୍ତି ନା ଆଦ୍ୟ ଅବସ୍ଥା ଅପେକ୍ଷା ଶେଷ ଅବସ୍ଥା ଅଧିକ ଆଶୀର୍ବାଦ ଯୁକ୍ତ କରୁଛନ୍ତି। ଅର୍ଥ କ'ଣ ନା ଯାହା ଯାହା ପଶୁଥିଲା ତାର ସବୁ ଡବଲ ଆଶୀର୍ବାଦ କରୁଛନ୍ତି, ଡବଲ ଦେଉଛନ୍ତି। ହାଲେଲୁୟା। 3000 ଥିଲା ତ 6000 ହେଉଛି, 7000 ଥିଲା ତ 14000 ହେଉଛି, 5000 ଥିଲା ତ 10000 ହେଉଛି। ଅର୍ଥ ଡବଲ ତାଙ୍କୁ ଆଶୀର୍ବାଦ କରୁଛନ୍ତି। କାହିଁକି ଆଶୀର୍ବାଦ କରୁଛନ୍ତି? କାରଣ ଆଇବ ଈଶ୍ୱରଙ୍କ ଇଚ୍ଛା ଅନୁସାରେ ଦୁଃଖରେ ଯାଇଥିଲେ। ଆଉ ଏ ଦୁଃଖରେ ଯିବା ସମୟରେ କୌଣସି ପ୍ରକାର ନିନ୍ଦା କରିକି ପାପ କରିନଥିଲେ। ଅର୍ଥ ପବିତ୍ରତା ଜୀବନ ସିଏ କାଟିଥିଲେ। ସେତିକି ନୁହଁ, ତାଙ୍କ ଯେଉଁ ସନ୍ତାନ ସନ୍ତତି ମରିଯାଇଥିଲେ ତାଙ୍କ ବଦଳରେ ମଧ୍ୟ ଈଶ୍ୱର ସେଇ 7ଟି ପୁଅ ଆଉ 3 ଝିଅକୁ ସିଏ କ'ଣ କରୁଛନ୍ତି ନା ଫେରେଇ ଦେଉଛନ୍ତି। ହାଲେଲୁୟା। ପରମେଶ୍ୱର ମଙ୍ଗଳମୟ। ପରମେଶ୍ୱର ଇଚ୍ଛା ଅନୁସାରେ କୌଣସି ଦୁଃଖକୁ ଆପଣ ପ୍ରାପ୍ତ ହେଉଛନ୍ତି, ତାହେଲେ ପ୍ରିୟ ଭାଇ ଓ ଭଉଣୀମାନେ ସେହି ଦୁଃଖ ପରମେଶ୍ୱରଙ୍କ ରୂପକ ଦୁଃଖ, ପରମେଶ୍ୱର ଦେଇଥିବା ଦୁଃଖ, ପରମେଶ୍ୱର ଆପଣଙ୍କୁ ନେଇକି ଯାଉଥିବା ଦୁଃଖ ଆପଣ ପାଇଁ ସୁଖ ଆଣିବ। ଯେମିତି ଆଇବଙ୍କ ଜୀବନରେ ଲେଖା ହେଉଛି ସମସ୍ତ ପଶୁ ଗୁଡ଼ାକ ଡବଲ ଆସିଲା। ଆଉ ଯେଉଁ ସନ୍ତାନ ସନ୍ତତି ଯେଉଁ ପୁଅ ଝିଅ ମରିଯାଇଥିଲେ ସେମାନଙ୍କୁ ମଧ୍ୟ ଈଶ୍ୱର ଫେରେଇ ଦେଲେ। କାହିଁକି? କାରଣ ଈଶ୍ୱରଙ୍କ ଦୁଃଖ ସୁଖ ଅଟେ। ହାଲେଲୁୟା। ଆମେ ଟିକେ ଯୋସେଫଙ୍କ ବିଷୟରେ ଜାଣିବା। ଯଦି ଆମେ ଆଦି ପୁସ୍ତକ 45 ପର୍ବର 5 ପଦ ପଢ଼ିବା, ଆଦି ପୁସ୍ତକ 45 ପର୍ବର 5 ପଦ, ଏଠାରେ କ'ଣ ହେଇଛି? ଆଉ ଯୋସେଫଙ୍କର ଭାଇମାନେ ଆସିକି ଯୋସେଫଙ୍କ ସାମ୍ନାରେ ଠିଆ ହେଇଛନ୍ତି। ଆଉ ଯୋସେଫ ତାଙ୍କୁ ନିଜର ପରିଚୟ ଦେଉଛନ୍ତି। ଆଉ କହୁଛନ୍ତି ମୁଁ ହେଉଛି ଯୋସେଫ, ତୁମର ସେଇ ଭାଇ ଯେଉଁ ଭାଇକି ତୁମେ ଘୃଣା କରୁଥିଲ, ତାଡ଼ନା କରୁଥିଲ, ଆଉ ମୋତେ ବିକିଦେଲ, ମୁଁ ସେଇ ଭାଇ ଅଟେ। ଯେତେବେଳେ ଯୋସେଫ କଥା କହୁଛନ୍ତି ସବୁ ଭାଇମାନେ ନିଃଶବ୍ଦ ରହୁଛନ୍ତି, ଭୟଭୀତ ହେଇଯାଉଛନ୍ତି। କିନ୍ତୁ ଯୋସେଫ କହୁଛନ୍ତି ଡରନି, ଭୟ କର ନାହିଁ। କାହିଁକି ଡରନି, କାହିଁକି ଭୟ କର ନାହିଁ? କାରଣ ପରମେଶ୍ୱର ଜାଣି ଶୁଣିକି ତୁମମାନଙ୍କୁ ବା ଏଇ ମିଶ୍ର ଦେଶକୁ ବଞ୍ଚେଇବା ପାଇଁ ବା ପୃଥିବୀର ଅଧା ଭାଗକୁ ବଞ୍ଚେଇବା ପାଇଁ ମୋତେ କ'ଣ କରିଥିଲେ? ତୁମ ଆଗରେ ମୋତେ ପଠେଇଥିଲେ। କିଏ ପଠେଇଥିଲେ? ପରମେଶ୍ୱର ପଠେଇ ଦେଉଥିଲେ, ଆଗରେ ପଠେଇଥିଲେ। ଅର୍ଥ ଯଦି ଯୋସେଫ କୂଅରେ ପଡ଼ିଥିଲେ ତାହେଲେ ପରମେଶ୍ୱର ଇଚ୍ଛା ଥିଲା ତୁ କୂଅରେ ପଡ଼। ଯଦି ଯୋସେଫ ଦାସ ଭାବରେ ବିକ୍ରି ହେଲେ ତ ପରମେଶ୍ୱର ଇଚ୍ଛା ଥିଲା ଦାସ ଭାବରେ ବିକ୍ରି ହୋ। ଯଦି ଯୋସେଫ ପୋଟିଫରଙ୍କ ଘରେ ଦାସ ହେଇକି ରହିଲେ, ଖଟିଲେ, ତାହେଲେ ପରମେଶ୍ୱର ଇଚ୍ଛା ଥିଲା ତୁ ଦାସ ହେଇକି ରହ। ଯଦି ଯୋସେଫ ଜେଲକୁ ଗଲେ ତାହେଲେ ପରମେଶ୍ୱର ଇଚ୍ଛା ଥିଲା ତୁ ଜେଲକୁ ଯା। ୟାର ଅର୍ଥ କ'ଣ? ୟାର ଅର୍ଥ ହେଉଛି ଏଇଆ, ପରମେଶ୍ୱରଙ୍କ ଇଚ୍ଛା ଥିଲା ଯେ ଯୋସେଫ ଦୁଃଖ କଷ୍ଟ ଦେଇକି ଯାଉ, ତାଡ଼ନା ଦୁଃଖ ଦେଇକି ଯାଉ, ଦାସ ହେଇକି ଯାଉ, ଜେଲକୁ ଯାଉ, ବିନା ଦୋଷରେ ବ୍ୟଭିଚାର କରୁଥିବା ଦୋଷରେ ଫସୁ। କାରଣ ଈଶ୍ୱରଙ୍କ ଏହା ଇଚ୍ଛା ଥିଲା। କାରଣ ପରମେଶ୍ୱର ଦୁଃଖ ଯେ ସୁଖକୁ ଆଣେ, ପରବର୍ତ୍ତୀ ଅବସ୍ଥାରେ ଦୋଷ ଯେପରି ଜାଣିପାରିବ, ପରମେଶ୍ୱର ତାଙ୍କ ପ୍ରତି ଏହି ସମସ୍ତ ବିଷୟ କଲେ। ଆଉ ଯଦି ଆପଣ ପଢ଼ିବେ ଆଦି ପୁସ୍ତକ 41 ପର୍ବର 37 ପଦରୁ ନେଇକି 40 ପଦ, ଆଦି ପୁସ୍ତକ 41 ପର୍ବର 37 ପଦରୁ ନେଇକି 40 ପଦର ଶେଷ ପର୍ଯ୍ୟନ୍ତ ଏଇଟା ଲେଖାଯାଉଛି ଯେତେବେଳେ ଫାରୋ ଦେଖୁଛନ୍ତି ଯେ ଯୋସେଫଙ୍କ ଭିତରେ ପରମେଶ୍ୱରଙ୍କ ଆତ୍ମା ଅଛନ୍ତି, ଯୋସେଫଙ୍କ ଜ୍ଞାନ ବୁଦ୍ଧି ଏମିତି ଦେଶ ଯାକରେ କାହାରି ପାଖରେ ନାହିଁ, ତାଙ୍କ ପାଖରେ ଶ୍ରେଷ୍ଠ ଆତ୍ମା ବାସ କରୁଛନ୍ତି। ଆଉ ସେ କହୁଛନ୍ତି ଯୋସେଫ ତୁମେ ଆଜିଠାରୁ ତୁମେ କ'ଣ ହେବ ନା ଦେଶର ପ୍ରଧାନ ହେବ, ତୁମେ ଗୃହାଧ୍ୟକ୍ଷ ହେବ, ତୁମର କଥା ସବୁ ଲୋକମାନେ ମାନିବେ, ମୁଁ କେବଳ ତୁମଠାରୁ ସିଂହାସନରେ ବଡ଼ ରହିବି। ଅର୍ଥ ମୁଁ କେବଳ ସିଂହାସନରେ ବଡ଼ ରହିବି, କିନ୍ତୁ ତୁମେ ପ୍ରକୃତ ରାଜା ହେବ, ତୁମେ ପ୍ରକୃତ ପ୍ରଧାନ ହେବ, ତୁମେ ପ୍ରକୃତ ଅଧ୍ୟକ୍ଷ ହେବ, ତୁମେ ଯାହା କହିବ ଲୋକମାନେ ସେଇଆ ମାନିବେ। ହାଲେଲୁୟା। କାହିଁକି ହେଲା? କାରଣ ପରମେଶ୍ୱର
ଆଉ ଯୋସେଫଙ୍କୁ ଦୁଃଖ ଦେଇ ଦେଇ ଦିନେ ନେଇକି ଯାଇଥିଲେ, କଷ୍ଟ ଦେଇ ଦେଇ ଦିନେ ନେଇକି ଯାଇଥିଲେ, ନିର୍ଯାତନା ତାଡ଼ନା ଦେଇ ଦେଇ ଦିନେ ନେଇକି ଯାଇଥିଲେ। ଆଉ ସେଥିପାଇଁ ଆଜି ଯୋସେଫ ଆଉ ସେକେଣ୍ଡ ରାଜା ହେଇକି, ପ୍ରକୃତ ରାଜା ହେଇକି ବସିଛି। ଆଉ ସେଇ ଦେଶର ପ୍ରତ୍ୟେକ ଲୋକ ତାଙ୍କ କଥାକୁ ମାନୁଛନ୍ତି, ଯୋସେଫ ଯାହା ଚାହୁଁଛନ୍ତି ତାହା କରିପାରୁଛନ୍ତି। ଏଥିପାଇଁ କାରଣ ପରମେଶ୍ୱରଙ୍କ ଦୁଃଖ ସୁଖକୁ ଆଣେ। ପ୍ରିୟ ଭାଇ ଓ ଭଉଣୀମାନେ, ଆପଣଙ୍କ ପରିସ୍ଥିତି ଯୋସେଫଙ୍କ ଭଳି, ଆପଣଙ୍କ ପରିସ୍ଥିତି କ'ଣ ସାମୁଏଲଙ୍କ ଭଳି, ଆପଣଙ୍କ ପରିସ୍ଥିତି କ'ଣ ଆଇବଙ୍କ ଭଳି, ତାହେଲେ ଆଇବ ଯେପରି ଦୁଃଖ ଦେଇକି ଯାଉଥିଲେ, ଯେପରି ସାମୁଏଲ ଦୁଃଖ ଦେଇକି ଯାଉଥିଲେ, ଯେପରି ଯୋସେଫ ଦୁଃଖ ଦେଇକି ଯାଉଥିଲେ, ଆଉ ଶେଷରେ ତାଙ୍କୁ ଆଉ ସୁଖ ଅପେକ୍ଷା କରିଥିଲା। ସେଇଭଳି ଯଦି ଆପଣ ଦୁଃଖ ଦେଇକି ଯାଉଛନ୍ତି, ତାହେଲେ ଆପଣଙ୍କୁ ବି, ଆପଣଙ୍କ ପାଇଁ ବି ସୁଖ ଅପେକ୍ଷା କରିଛି। ହାଲେଲୁୟା। ଆଶୀର୍ବାଦ ଅପେକ୍ଷା କରିଛି, ଅନୁଗ୍ରହ ଅପେକ୍ଷା କରିଛି, ଦୟା ଅପେକ୍ଷା କରିଛି। ହାଲେଲୁୟା। କରିବା କ'ଣ ନା ପରମେଶ୍ୱର ଦୁଃଖକୁ ସ୍ୱଇଚ୍ଛାରେ ଗ୍ରହଣ କରିବା, ପବିତ୍ରତାର ସହିତ ଗ୍ରହଣ କରିବା। ଆଉ ଦୁଃଖ ସମୟରେ କୌଣସି ପ୍ରକାର ପରମେଶ୍ୱର ନିନ୍ଦା କରିବାନି। ଆଉ ପରମେଶ୍ୱର ମହିମା ଗୌରବ କରୁ କରୁ ଦୁଃଖ ଦେଇକି ଯିବା। ଆଉ ସମୟ ଆସିବ, ଦୁଃଖର ଅନ୍ତ ହେବ, ଆଉ ସୁଖ ଆସିବ। ଆଉ ଯାହାଦ୍ୱାରା ଆପଣ ଜାଣିପାରିବେ ପରମେଶ୍ୱର ହେଉଛନ୍ତି ମଙ୍ଗଳମୟ। କାରଣ ପରମେଶ୍ୱରଙ୍କ ଦୁଃଖ ସୁଖକୁ ଉତ୍ପନ୍ନ କରିଥାଏ। ହାଲେଲୁୟା। ପ୍ରଭୁ ଆପଣ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ପ୍ରାର୍ଥନା କରିବା। ପ୍ରିୟ ପ୍ରଭୁ, ମୁଁ ଧନ୍ୟବାଦ ଦିଏ, କାରଣ ତୁମର ଦୁଃଖ ସୁଖ, ତୁମର ଦୁଃଖ ପ୍ରଭୁ ସୁଖକୁ ଆଣିଥାଏ। ଯେତେ ଲୋକ ଦୁଃଖରେ ଯାଉଛନ୍ତି ପ୍ରଭୁ ତାଙ୍କୁ ବଳ ଦିଅ, ଆଇବଙ୍କ ତୁଲ୍ୟ, ଯୋସେଫଙ୍କ ତୁଲ୍ୟ, ସାମୁଏଲଙ୍କ ତୁଲ୍ୟ ସ୍ଥିର ହଅ। ଧନ୍ୟବାଦ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛି। ଆମେନ୍, ଆମେନ୍, ଆମେନ୍। ତ ଆପଣ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।